ନା ସିଏ ଅଲଗା ଆଡେ ହଉଛି ଆରେ ଦେଖିବାକୁ ଆଇଲେ ସିନା ହଁ ହଁ ସିଏ କାମ ନୁହଁ ହଁ ର ଇଏ ସଜ୍ଜନ ଦୀପରେ ଜନ୍ମ ହେଲେ ବୋଲି ସିଏ କିଏ କୃଷ୍ଣ ଦ୍ୱୈପାୟନ ହଁ ବ୍ୟାସ ସକଳ ପୁରାଣ ଯାହାଙ୍କର ସୃଷ୍ଟି ବ୍ୟାସ ନଥିଲେ ପୁରାଣ ହେଇନଥାନ୍ତା ବ୍ୟାସ ନଥିଲେ ପୁରାଣ କଥା କେହି ଜାଣିନଥାନ୍ତେ ତାହେଲେ ମୂଳ କେନ୍ଦ୍ର ବ୍ୟାସ ଏଇ ଯୋଉ ସୂତ୍ରପାତ ହେଲା ୟାର ମୂଳ କେନ୍ଦ୍ର ହେଲେ ବ୍ୟାସ ଏ ଲାଖ ବିନ୍ଧା ହେଲା ବାହାଘର ବ୍ୟାସଙ୍କ ଉପସ୍ଥିତିରେ ଦ୍ରୌପଦୀର ଯେତେ ନାଁ ଥିଲା ବୋହୂ ଆଇଲେ ଶାଶୁ ଘରେ ଗୋଟେ ନୂଆ ନାଁ ଦିଆ ହୁଏ ବାହାଘର ପରେ ବ୍ୟାସ ଦ୍ରୌପଦୀର ଗୋଟେ ନାଁ ଦେଇଥିଲେ ଦେଇନାହାନ୍ତି ବ୍ୟାସ ଦ୍ରୌପଦୀର ଗୋଟେ ନୂଆ ନାଁ ଦେଇଥିଲେ ହବ ନା ସିଏ ନୁହଁ ତା ନୂଆ ନାଁ ବ୍ୟାସ ଦେଇଥିଲେ ଇଏ ତ ନେଇ ଆଇଲା ଲାଖ ବିନ୍ଧିକିରି 5 ଜଣଙ୍କର ହେଇଗଲା ତା ମା କଥାରେ କହିଲା ଯଦି ଭଲ ଜିନିଷ ଆଣିଛ ତମେ 5ଟା ଯାକ ମୋଠୁ ମୋ ପୁଅ ଆଜ୍ଞା କାଲି କହିଲେ ସହଦେବଟା ପଣ୍ଡୁ ପୁଅ ସାର୍ କାଲି କହିଲେ ପଛ ପାଳିରେ କହିଲେ 5ଟା ଯାକ ପାଣ୍ଡବ କିନ୍ତୁ ସହଦେବଟା ହଉଛି ପଣ୍ଡୁର ନିଜ ପୁଅ କହିନାହାନ୍ତି ସାର୍ ପଛରେ ଅଛନ୍ତି ମୋ ଗୁରୁ ସିଏ ତାଙ୍କ ଗୁରୁଙ୍କର ସାଙ୍ଗ ଇଏ ସାର୍ ନାହିଁ କଲେ ନା ନୁହଁ ଯଦି ସହଦେବ ପଣ୍ଡୁ ପୁଅ ହବ କାଲି ସକାଳେ ବ୍ରାହ୍ମଣକୁ କେହି ମାନିବେନି କାହିଁ ବ୍ରାହ୍ମଣ କଣ କଲେ କୃତ କର୍ମେ ଅଭିଶପ୍ତ ହୋଇଥିଲେ ସହଧର୍ମିଣୀର ସଙ୍ଗ ଅଭିଶପ୍ତ ପଣ୍ଡୁ ଅଭିଶପ୍ତ ହେଲେ ଅଗ୍ନିକା ଋଷି ଅଭିଶାପ ଦେଲେ ସଂସ୍କୃତ ମହାଭାରତରେ ବ୍ୟାସ କହିଲେ ହେ ପଣ୍ଡୁ ନାରୀ ସ୍ପର୍ଶାତ ମୂର୍ଧନା ପାତ କହିଲା ନାରୀ କି ଛୁଇଁଲେ ମୂର୍ଧନା ପାତ ତୋ ହାତ ବିଟି ବଢିଯିବ ହାର୍ଟ ଷ୍ଟ୍ରୋକ ହବ ମରିବୁ ତ କିଡନୀ ଲସ୍ ହେଇଯିବ କିଡନୀ କାଇଁ ହବ हार्ट परा हार्ट बीट ब्लड प्रेशर हेलवा मन को हार्ट बीट बंद हो जीवो ये हार्ट स्ट्रोक हबो भय हेगला मूर्धना पात हबो पंडु सहवास कले अग्निका ऋषि अभिशाप भूल ब्राह्मण को वचन भूल हबो यद्यपि उदयति भानु पश्चिम दिग्विभागे सुंदर उड़िया पदटार प्राचीर बारुणी सूर्य चलिव हिमालय गिरी तोली पर्वत शिखरे पर्व खोजिबा पर्वत शिखरे पद्म फुटी पारे महत वचन मिथ्या हब नहीं अग्निका ऋषि अभिशाप देले पंडु नारी की छुईले मरी से सहवास कला सहदेव जन्म नकुल सहदेव मातृसुत व्यास सैया कही नथिले
ଶାଖା ମାତୃ ସୁତ ପତ୍ର ପୁଷ୍ପ ସମୃଦ୍ଧ ଦୃଢ଼ ବ୍ରହ୍ମସ୍ୟ ବ୍ରାହ୍ମଣ ମାତୃ ସୁତ ହଁ ମାତୃ ସୁତ ହୁଁ କିଏ ଏ ନକୁଳ ହଁ ଆଉ ସହଦେବ ସହଦେବ ଇଏ କାହା ପୁଅ ହେଁ ମାତୃ ପୁଅ ହଁ ଜନ୍ମ ହେଲେ କୋଉଠୁ କାହାଠୁ ଅଶ୍ୱିନୀ କୁମାରଙ୍କଠୁ ଅଶ୍ୱିନୀ ଯଜ୍ଞରେ ଆହୁତି ଦିଆ ହଉଛି ପଣ୍ଡିତ ଅଛନ୍ତି ହଁ ଆହୁତି ଦିଆ ହେଲା ବେଳେ କଣ ହବ ହେଁ ସ୍ୱର୍ଗବଦ୍ୟ ଅଶ୍ୱିନୀ କୁମାରାଭ୍ୟାମ୍ ସ୍ୱାହା କାହିଁ ଅଶ୍ୱିନୀ କୁମାରାୟ ହେଁ କାହିଁ ହବନି ଷଷ୍ଠୀ ଏ ଅଶ୍ୱିନୀ କୁମାରାଭ୍ୟାମ୍ ହଁ ଏ ଦି ଜଣ ହେଁ ଅଶ୍ୱିନୀ କୁମାର ଦି ଜଣଙ୍କ ଠାରୁ ଦିଟା ପୁତ୍ର ଜନ୍ମିଲେ ହେ ଆଉ ସେ ସହଦେବ ପୁଣି ଦୁଇ ନାମ ବନାଏ। କୁନ୍ତୀଙ୍କ ଠାରୁ ମାଳ ନେଇ ଆଜ୍ଞା ମାତୃ ପରୀକ୍ଷା କରିଲେ ଆଉ ସହଦେବ ପୁଣି ଦୁଇ ପୁତ୍ରଙ୍କୁ ପାଇଲେ। ଆଉ ଏ ପଣ୍ଡୁର ନିଜ ଜନ୍ମ କଲା ପୁଅ ସହଦେବ ଆଁ? କୋଉଠି ଲେଖା ହେଇଛି ଏ ନୁହଁ ଇଏ ହେଁ କେହି ପଣ୍ଡୁ ତାଙ୍କ ପୁଅ ନୁହଁ ନା ଇଏ ହଁ। ତାଙ୍କର ରକ୍ତଜ ଓ ରେତଜ ସନ୍ତାନ କେହି ନୁହଁ ବଟ୍ କିନ୍ତୁ ପଣ୍ଡୁଙ୍କର କେହି ଜଣେ ପିଲା ନୁହଁ ପାଣ୍ଡବ ଏବେ ହୋଇଲେ ସନ୍ତାନ ସୃଷ୍ଟି କରିବା ପାଇଁକି କୁନ୍ତୀ ପରାମର୍ଶ ନେଇଥିଲେ ପଣ୍ଡୁଙ୍କର ଇଏ କ୍ଷେତ୍ରର ସନ୍ତାନ ସେଥିପାଇଁ କି ପାଣ୍ଡବ ବସିକି ତାର ଶୁଣିବା ହଁ ଇଏ ବୁଢୀ ବୁଢାର ପରାମର୍ଶ ନେଇଥିଲା ସଜ୍ଜନ ଓହୋ ଇଏ ତାଙ୍କ ପିଲା ସହଦେବଟା ହଁ କୁଆଡେ ହେଁ ତାଙ୍କରି ପୁଅ ହଁ ସିଏ କଣ ବୋଲିବ ଇଏ ବୋଲିବ କି ତ ମୁଝ କଥା ନୁହଁ ହଉ ହଉ ଇଏ ଏ ଟିକେ ଆଗକୁ ନେଇଯାଏ ହଉ ହେଲା ସହଦେବ ହୁଁ ପଣ୍ଡୁ ପୁଅ କୁଆଡେ ହଁ କହିଲେ ସେ ପାଞ୍ଚଟା ଯାକ ହଁ କେହି ନୁହଁ ପଣ୍ଡୁ ପୁଅ ଏକା ସହଦେବ ଏଇ ସେଇ କୁଆଡେ ଭାଗ ନେଇଥାନ୍ତା ହଁ। ଦୁର୍ଯ୍ୟୋଧନ କୁଆଡେ ତାକୁ ଭାଗ ଦେଇ ଦେଇଥାନ୍ତା ଆଉ ମୁଁ କୁଆଡେ ଶିଖିନି ଆଉ ସାରେ ହେଁ ସାର୍ ଅଛନ୍ତି ଯିବେ ଥଣ୍ଡା ଏତେ ବାଟ ହଁ। ପିପିଲି ସିଏ ଯିବ ଛାଡିକିରି ସେ ଗୋଟେ ଅନୁଷ୍ଠାନର କର୍ମକର୍ତ୍ତା ମାଲିକ ସୋମନାଥ ଆମର ଦାସିଆ ବାଉରୀ ପିଠୁରୁ ଆଇଛନ୍ତି ସିଏ ହଁ ହଁ ଭକ୍ତ କବି ଦାସିଆ ଆମରି ଘରେ ଖାଇକି ନଡିଆ ଦେଇଥିଲା ବ୍ରାହ୍ମଣ ଶୁଣିଲେନି କହିଲେ "ଏଇ, ନଡିଆ ଥୋଇଦେ ତୁ ଗୋଟେ ଅଛୁଆ ଲୋକ ଆଉ ନଡିଆ କଣ ଆମକୁ ଦବୁ ଦାସିଆ କାହିଁ ନଡିଆ ଦେଲା ଆଉ କଣ ବାଇଗଣଟେ ଯା ନାହିଁ ହଉଛି ବାଇଗଣଟେ ଦେଲା ପୋଡିକି ଖାଇଥାନ୍ତା ଦାସିଆ କାହିଁ ନଡିଆ ଦେଲା କାହିଁକି ଏ ଦାସିଆ ବାଉରୀ ପିଠୁରୁ ଆଇଛନ୍ତି ଆମ ସାରଙ୍କୁ ଆଣିକି ହଁ ସାର୍ ଆମର ପାଲା ଦେଖିବାକୁ ସବୁଆଡେ ଯାଆନ୍ତି ହଁ। ଖାଲି ପାଲା ଦେଖନ୍ତିନି ରେ ପାଲା ଦେଖିଲା ଭିତରେ ମନେ ମନେ ହଁ ତାକୁ ଇଭାଲୁସନ କରିବା ସାରଙ୍କର ଗୋଟେ ବଡ ବ୍ୟକ୍ତିତ୍ୱ ଆଉ ଆଉ ସର୍ବ ସମ୍ମୁଖରେ ନୁହଁ ତା ଭିତରେ ଭିତରେ ସେ ଶତ୍ରୁକୁ କହିଦେବାରେ ମାହି ହେଁ ତାଙ୍କୁ ଜାଣିପାରିବେନି କେହି ହଁ। ଭାବିବେ ଜଣେ ସରଳିଆ ଲୋକ କଣ ବସି ଅନେଇଛନ୍ତି ପାଲାକୁ ହଁ ଇଏ ତାଙ୍କ ବାହାନସୀ ସୋମନାଥ ଆମର ଗୋଟେ ଅନୁଷ୍ଠାନ ରଜ ଅନୁଷ୍ଠାନର ମାଲିକ ବା ବା ଇଏ ର ହଉ ଦାସିଆ କାହିଁ ନଡିଆ ଦେଲା କାହିଁ ବାଇଗଣ ଦେଲାନି ଇଏ କହିଲା ଭଳିଆ ନା ଟାଣୁଆ ପଡିବ ନଡିଆ କାହିଁ ଦେଲା ରେ ନଡିଆ କାହିଁ ଦେଲା କହିଲେ କାଇଁ ଆପଣ ଏଇ ମଞ୍ଚରେ ଶୁଣିଥିବେ ଦାସିଆ ନଡିଆ କଥା ହଁ ଗାୟକ ଆଚାର୍ଯ୍ୟ ହଁ ସ୍ୱର୍ଗତ ଅମରେଶ୍ୱର ଦାସ ଅମର ଦାସ କହିଥିଲେ ବା ବା କହିଲେ ନବଦା ଭକ୍ତି କି ପ୍ରଭୁ ଚରଣେ ଦାସ ହେଲା ପ୍ରଭୁ ଚରଣେ ଦାସ ହେଲା ପ୍ରଭୁ ଚରଣେ ଦାସ ହେଲା ନବଦା ଭକ୍ତି କି ଦେଇଲା ହେଲା ପ୍ରଭୁ ଚରଣେ ଦାସ ହେଲା ହେଲା
ଦାସିଆ ନବଦା ଭକ୍ତି କଣ ଜାଣିଥିଲା ଟି ଜାଣିଥିଲା ଜମା ନ ଜାଣିଲେ ବି ସେ ଶ୍ରେଷ୍ଠ ଭକ୍ତ ଯିଏ କିଛି ଜାଣିନଥିବ ସେ ଶ୍ରେଷ୍ଠ ଭକ୍ତ କଣ ମୁଁ କହୁଛ କହୁଛି ଆଉ ଭାଗବତ ଏକାଦଶ ସ୍କନ୍ଧ ନିମି ନବବିପ୍ର ସମ୍ବାଦ ତୃତୀୟ ଅଧ୍ୟାୟ କହିଲେ ଜାଣୁ ନ ଜାଣୁ ମୋ ମହିମା ଭକ୍ତି ଭକତ ଭଜତେ ଭଗବାନ ହରେ ଭଜତେ ଓ ବିଷୟରେ ଜାଣୁ ବା ନ ଜାଣୁ ହଁ ଯିଏ ମତେ ଭଜନ କରେ କରେ। ସେ ହଉଛି ଉତ୍ତମ ଭକ୍ତ ହଁ ଇଏ ନବଦା ଭକ୍ତିର ଶେଷ ସୀମାକୁ ଡେଇଁ ପଇଲା ପ୍ରଭୁ ଚରଣରେ ଦାସ ହେଲା ଦାସିଆ ତମେ ବି ଚାହିଁଲେ ପ୍ରଭୁକୁ ପାଇବ ନଡିଆକୁ ନ ଡେଇଁ ପଡ ନହେଲେ ଠିକ ଦେଇ ପଡିବ ନ ଡେଇବ ହେଁ। ନା ନବଦ୍ୱାରକୁ ଡେଇଁ ଯିବ ତାହେଲେ ପ୍ରଭୁ ପ୍ରଭୁଙ୍କ ପାଇବ ତାହାରେ ପ୍ରଭୁଙ୍କ ପାଇବ ନବଦ୍ୱାରକୁ ଡେଇଁଲେ ହଁ ପ୍ରଭୁ ମିଳିବେ ମିଳିବେ କାହିଁକି ସୋମନାଥ କଥା କହିଲେ ଆମ ସାର୍ଙ୍କୁ ଆଣିକି ଆଇଛନ୍ତି ହଁ ସାର୍ ହେଁ ଏ ଦ୍ରୌପଦୀ ଆଜି ବାହାରିଲା ଲାଖବିନ୍ଦା ସଭାକୁ ଜୟଦ୍ରଥ କହିଲା ଓ ଓ ତମ ହେଁ କଣ ପାଇଁ ଡାକିଛ ହଲନି ଫୋଡି ହେଇଯିବ ଆମ କଟକ ସାରା ବଡ ବଡ ଡାକ୍ତର ଆଉ ବାରି ଅଛି ଲାଇନ ଦେଇଥିବେ ମେଡିସିନ ରିପ୍ରେଜେଣ୍ଟେଟିଭ ତାଙ୍କ ଏରିଆ ମ୍ୟାନେଜର ବିଭିନ୍ନ ସବୁ ତାଙ୍କର ଅଛନ୍ତି ତାଙ୍କ କମ୍ପାନୀ ଔଷଧ ସାର ଲେଖିବେ ହଁ ସେଇଥିପାଇଁ ଅପେକ୍ଷା କରିଥିବେ ସାରକୁ ଏ ମନୁକୁ କହିଦେଇ ଯିବେ ଏ ସାର୍ ଅମୁକ ଔଷଧଟା ଲେଖିବ ଏ ନାଇଁ ସାରଙ୍କୁ ନେଇକି ଟେବୁଲ ଉପରେ ଥୋଇବେ ହଁ ସାମ୍ପୁଲ ସାମ୍ପୁଲ କହିଲେ କୋଉଥିପାଇଁ କି ଲାଖ ବିନ୍ଧା ହବ ତମ ସାମ୍ପୁଲ ଟିକେ ଦେଖାଅ ଓ ସେ ଦେଖା ହାୟ 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 କହିଲା କିଏ ଭାସେ ଏ ତାକୁ ଡାକୁନା କେମିତି କଣ ଉଠାଏ ଅମୁକ ଏ ରାଜକୁମାର ପ୍ରଭୁ ସତ୍ୟନାରାୟଣ ପ୍ରଭୁ ବଟ ଗୋସ୍ୱାମୀ ମା ମହାଲକ୍ଷ୍ମୀ ପ୍ରଭୁ ତ୍ରିନାଥ ହଁ ବାସସ୍ଥ ସମସ୍ତ ଦେବତା ହଁ ସତ୍ୟନାରାୟଣ ରାଜକୁମାର ସର୍ବ ମଙ୍ଗଳ କରନ୍ତୁ ରିଷ୍ଟକର୍ଥ ଖଣ୍ଡନ କରି ଚଲାପଥ କୁସୁମିତ କରନ୍ତୁ ଆନନ୍ଦ ଦ୍ରୌପଦୀ ବାହାରିଲା ସାରେ ଅଳଙ୍କାରଟା ବୋଲା ହେଲା ଗଙ୍ଗାଧର ମେହେରଙ୍କର କିଚକ ବୋଧ ବୋଧ ଅନ୍ୟ କହିବ ଆଙ୍କ ବୁଦ୍ଧି କଣ ଇଏ କହିବ କୋଉ ସ୍କୁଲରେ ମାଷ୍ଟର ଇଏ ଯୋଉଠି ମାଷ୍ଟର ହେଇଥିବ ସବୁ ଛୁଆ ଫେଲ ହବ ଇଏ ଅଙ୍ଗନବାଡି ନା ଭବନୁ ବାହାରି ଭାବି ଇନି କୁନ୍ଦମଣ୍ଡି ଲେ ଦାଣ୍ଡ ତୃଣୁରୁକି ଗଲା ବାହାର ମାରମେ ଜଗାନ ଭବନୁ ବାହାରି ଭାବିନି ବୃନ୍ଦ ମଣ୍ଡିରେ ଦାଣ୍ଡ ଭବନରୁ ବାହାରିକି ନାରୀ ମାନେ ଦାଣ୍ଡକୁ ମଣ୍ଡନ କଲେ ଦ୍ରୌପଦୀ ସ୍ୱୟଂବରରେ ଦାଣ୍ଡରେ ଆଉଥିଲେ ସେ ସମସ୍ତେ ଅୟୋ ଇଏ ବର୍ଣ୍ଣନା କାହାର ଯୋଉଦିନ ବିରାଟ ରାଣୀ ସୁଦର୍ଶନା କିଚକର ଭଉଣୀ ସିଏ ଦାଣ୍ଡରେ ଯାଉଥିଲା ରାଜଭବନରୁ ବାହାରିକି ଦାଣ୍ଡରେ ଗଲା କୁଆଡେ ଯାଉଥିଲା ଏ ତୁଅନ୍ତେ ମଧୁ ଶେଷରେ ହେଲା ମଙ୍ଗଳବାର ଓଡିଆ କାବ୍ୟ ଭିତରେ ପଶି ପାରିବନି ତମେ ଦଖଲ ନାହିଁ ଚଟି ବହି ଯୋଗୀ ଯୋଉ ନେଇକି ବୋଲନ୍ତି ସେଇଆକୁ ବୋଲି ଏ ତୁଅନ୍ତେ ମଧୁ ଶେଷରେ ହେଲା ମଙ୍ଗଳବାର ଆମର ବିରାଟ ନାରୀଙ୍କ ବନ ମଧୁ ମାସ ଚୈତ୍ର ମାସ ମଙ୍ଗଳବାର ଆଇଲେ ପୂଜା କରିବାକୁ ଯିବେ ସୁଦେଶନା ସବୁ ଦାସୀ ଆଉ ରାଣୀ ମାନେ ବାହାରିଲେ ଭବନୁ ବାହାରି ଭାବିନି ବୃନ୍ଦ ମଣ୍ଡିରେ ଦାଣ୍ଡ କିଏ ଯେତେବେଳେ ଦାଣ୍ଡକୁ ଗଲେ ଅମିୟ କାଣ୍ଡ କିଏ କନ୍ଦର୍ପ ପକେଇଲା କାହାଠେଇ କାଠେଇ ତାକୁ ଯିଏ ଅନେଇଥିଲା ଅନେଇଥିଲା ତାକୁ ଯିଏ ଅନେଇଥିବ କାଠେଇ ବାଜିବ ଯାହାର ରସ ସେଇଆରେ ଥବ ତାହାର ଖାଲି ପ୍ରେମ ରସ ବାହାରି ଖାଲି ବିନ୍ଧା ଛେଟିକା ମୋର ତ ସିଆଡେ ଲକ୍ଷ୍ୟ ନାହିଁ କାହିଁ ପ୍ରେମ ରସ ବାହାରି ତା ପ୍ରେମ ରସ ଝରୁଛି କହିଲା ର ଇଏ ଖାଲି ଯାବ
ଲକ୍ଷ୍ୟ ପଡିଥିଲା ତାର ଠେଇ 12 ବାଜିଲା ହଁ କାହା ଲକ୍ଷ୍ୟ ପଡିଥିଲା କେଚକ କେଞ୍ଚକ ନା ପିରକ କିଚକ ନେଇଥିଲା ହଁ ତାରି ଠେଇ ବାଜିଲା ହିରୋ ସିଏ ବାଜିଲା ଖୁଣୁ କୃଷ୍ଣ କରୁତ କଲ୍ୟାଣ ମହାପ୍ରଭୁ ସତ୍ୟନାରାୟଣ ଯା ହଉ ଯା ଯା ତ ସାଙ୍ଗମାନଙ୍କୁ ଡାକି ଦେବୁ ରହିଥା ଯୋଉଟା ଗୀତ ବୋଲିବ ପା କହିଲେଣି ବୋଲ ହଁ ବୋଲେ ଟାଇମରେ ବୋଲ ବୋଲ ତାର ଗଲାବେଳେ ଟିକେ କହିବି ଗୀତ ବୋଲି